ଜୟ ଜଗନ୍ନାଥ ଓଡ଼ିଶାବାସୀ। ଆଜି ସନ୍ଧ୍ୟାର 5ଟି ମୁଖ୍ୟ ଖବର ରହିଛି। ତେବେ ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରନ୍ତୁ। ନମ୍ବର 1, ଆସନ୍ତା 8 ତାରିଖରେ ଖୋଲିବ ରତ୍ନ ଭଣ୍ଡାର। ସ୍ଥିତି ଅନୁଧ୍ୟାନ କରିବେ ସ୍ୱତନ୍ତ୍ର ଟିମ୍। ତେବେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛି। ଏନେଇ ଭକ୍ତ ଏବଂ ଅନ୍ୟ ଲୋକମାନଙ୍କର ଚର୍ଚ୍ଚା ବଢ଼ିଛି। ଅର୍ଥାତ୍ ରଥଯାତ୍ରା ପରଦିନ ଖୋଲିବ ରତ୍ନ ଭଣ୍ଡାର। ରତ୍ନ ଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି। ଆଗକୁ ମୌସୁମୀ ବର୍ଷା ଆରମ୍ଭ ହେବ। ସେହି କ୍ରାକ୍ ମାଧ୍ୟମରେ ପାଣି ରତ୍ନ ଭଣ୍ଡାର ମଧ୍ୟକୁ ଯାଇପାରେ ମଧ୍ୟ। ଅନୁଧ୍ୟାନ ପରେ ରତ୍ନ ଭଣ୍ଡାର ମରାମତି କରାଯିବା ନେଇ ସୂଚନା ଦେଇଛନ୍ତି ଏସ୍ଆଇପି ସୁପରିଟେଣ୍ଡେଣ୍ଟ ଡିବି ଗତନାୟକ। ତେବେ ସେପଟେ ରତ୍ନ ଭଣ୍ଡାର ଭିତରେ ମହଣ ମହଣ ସୁନା ମହଜୁଦ ଅଛି। ପ୍ରଥମେ ଏକ ଅସ୍ଥାୟୀ ଘର କରାଯାଇ ସମସ୍ତ ଅଳଙ୍କାର ସ୍ଥାନାନ୍ତର କରି ମରାମତି କରାଯିବ। ପରେ ରତ୍ନ ଭଣ୍ଡାର ଖୋଲାଯିବ। ଏନେଇ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଶ୍ରୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି। ଏହାସହ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଏବଂ 4ରୁ 5 ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି କୁହାଯାଇଛି। ତେବେ ଏତେ ଦିନର ଅପେକ୍ଷା ଏବେ ପୂର୍ଣ୍ଣ ହେବା ପାଇଁ ଯାଉଛି। ଲୋକଙ୍କ ମନରେ ମଧ୍ୟ ଉତ୍ସାହ ଅଛି। ଆସନ୍ତା 8 ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ। ଆସନ୍ତା 4 ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ତେବେ ସାମାନ୍ୟ କମିଛି ତାତି, କିନ୍ତୁ ଗରମ ଓ ଗୁଳୁଗୁଳିରେ ନିସ୍ତାର ନାହିଁ। ଆସନ୍ତା 4 ଦିନ ଯାଏଁ ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ଜାରି ରହିବା। ଉଷ୍ମ ଆର୍ଦ୍ର ବାୟୁ ପ୍ରଭାବ ଗୁଳୁଗୁଳି ଜାରି ରହିବା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର। ତେଣୁ ଗୁଳୁଗୁଳି ପାଇଁ ଆଜି 7ଟି ଜିଲ୍ଲାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଜପତିରେ ଏବଂ ଆସନ୍ତାକାଲି 6 ଜିଲ୍ଲାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ୟ କରିଥିଲା। ପରବର୍ତ୍ତୀ 3 ଦିନ ଯାଏଁ ଏଭଳି ସ୍ଥିତି ଲାଗି ରହିବ, କିନ୍ତୁ କିଛି କିଛି ସ୍ଥାନରେ ବର୍ଷା ହେବ। ଆସନ୍ତା 4 ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ମଧ୍ୟ କିଛି ପରିମାଣରେ ହେବ। ତେଣୁ ଏନେଇ ତାତି ମଧ୍ୟ କମିବ। 24 ଘଣ୍ଟା ପରେ ତାପମାତ୍ରା 2ରୁ 4 ଡିଗ୍ରୀ ହ୍ରାସ ମଧ୍ୟ ପାଇବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉପକୂଳ ଆନ୍ଧ୍ର ପ୍ରଦେଶର ସକ୍ରିୟ ଘୂର୍ଣ୍ଣିବଳୟ ରହିଛି, କିନ୍ତୁ ଏହା ଘନୀଭୂତ ହେବାର କୌଣସି ଲକ୍ଷ୍ୟ ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ତେଣୁ କିଛି କିଛି ସ୍ଥାନରେ ବର୍ଷା ହେବ ଏବଂ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତି ହେଲେ 2 ନୂଆ ଅଫିସର। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତି ହେଲେ 2 ନୂଆ ଅଫିସର। ତେଣେ ଏବେ ସତୀନ୍ଦ୍ର କୁମାର ସାମଲ, ଯିଏକି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ରହିଲେ। ସେହିପରି ବିନୋଦ ବିହାରୀ ସିଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି। ଏପଟେ 2024 ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକ ଭିତରୁ ଗତକାଲି 102 ଜଣ ବିଧାୟକ ଭାବେ ଶପଥ ନେଇଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେଇଥିବା ବେଳେ ଶେଷରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରେ 2 ଉପମୁଖ୍ୟମନ୍ତ୍ରୀ ସହ କ୍ୟାବିନେଟ୍ ମନ୍ତ୍ରୀ ବିଧାୟକ ଶପଥ ନେଇଥିଲେ। ଆଠଗଡ଼ ବିଧାୟକ ତଥା ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୂର୍ବରୁ ରାଜ୍ୟପାଳ ଶପଥ ଗ୍ରହଣ କରାଇଥିଲେ। ତେବେ ବାକି 45 ବିଧାୟକ ଶପଥ ପାଠ ମଧ୍ୟ କରୁଛନ୍ତି। ବିଧାନସଭାରେ ଚାଲିଛି ନବନିର୍ବାଚିତ ବିଧାୟକ ଶପଥ ଉତ୍ସବ। ଦ୍ୱିତୀୟ ଦିନରେ ଶପଥ ନେଉଛନ୍ତି ନବନିର୍ବାଚିତ 45 ବିଧାୟକ। ତେବେ ଚଳିତ ବିଧାନସଭାକୁ ରେକର୍ଡ 82 ଜଣ ବିଧାୟକ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ତେବେ ନୂଆ 2 ଅଫିସର ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତି ପାଇଛନ୍ତି। ସକାଳୁ ସକାଳୁ ସ୍କୁଲରେ ପହଞ୍ଚିଲେ ଛାତ୍ରଛାତ୍ରୀ, ହେଲେ ଦେଖା ନଥିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ। ଏଭଳି ଘଟିଛି ଜଳେଶ୍ୱରରେ। ସ୍କୁଲ ବିଳମ୍ବରେ ଖୋଲିବାରୁ ନେଇ ଉତ୍ତେଜନା ହୋଇଛି। ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ସ୍କୁଲକୁ ପଶିବାକୁ ଦେଲେନି ଅଭିଭାବକ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ରାମଚନ୍ଦ୍ରପୁର ୟୁଜି ୟୁପି ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗ୍ରୀଷ୍ମ ଛୁଟି ପରେ ବାଲେଶ୍ୱର ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ସକାଳ 6:30ରେ ଖୋଲିବା ପାଇଁ ସୂଚନା ଜାରି କରାଯାଇଥିଲା। ରାମଚନ୍ଦ୍ରପୁର ୟୁଜି ୟୁପି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଠିକ୍ ସମୟରେ ପହଞ୍ଚିଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ବିଳମ୍ବରେ ପହଞ୍ଚିଥିଲେ, ଯାହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ଦେଖାଇଥିଲେ। ଏନେଇ ପ୍ରଶ୍ନ କରିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଛି। ଏହାସହ ସ୍କୁଲ ଖୋଲିବା ପୂର୍ବରୁ ରୋଷେଇ ଘର, ପାଇଖାନା, ଶ୍ରେଣୀଗୃହ ସମେତ ପରିସରକୁ ପରିଷ୍କାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ବାରଣ୍ଡାରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପରିସ୍ଥିତି ହୋଇଛି। ଅଭିଭାବକମାନେ ନିଜ ପିଲାକୁ ନେଇଯାଇଛନ୍ତି ଏବଂ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଭିତରକୁ ପଶିବାକୁ ବାରଣ କରୁଛନ୍ତି। ବାଚସ୍ପତି ପାଇଁ ସୁରମା ପାଢ଼ୀଙ୍କ ନାଁ ଘୋଷଣା କଲା ବିଜେପି।
ଦାଖଲ କଲେ ନାମାଙ୍କନ। ତେବେ ସୁରମାପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ। ବିଜେପି ବିଧାୟକ ଦଳ ବୈଠକ ପରେ ତାଙ୍କ ନାଁ ଘୋଷଣା ହୋଇଛି। ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିଥିଲା। ତେବେ ପରେ ବିଧାନସଭା ସଚିବାଳୟରେ ନାମାଙ୍କନ ଦାଖଲ ହୋଇଥିଲା। ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେବି ସିଂ ଦେଓ, ପ୍ରଭାତୀ ପରିଡ଼ା ଦୁଇ ବହୁ ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ଆସନ୍ତା ବାଚସ୍ପତି ନିର୍ବାଚନ ହେବ। ବିରୋଧୀ ଦଳ ପକ୍ଷରୁ ଏଯାଏଁ ବାଚସ୍ପତି ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ ଦୁଇଥରର ବିଧାୟକ ହୋଇଛନ୍ତି ସୁରମା ପାଢ଼ୀ। 2004-2024 ରଣପୁର ବିଜୟୀ ହୋଇଛନ୍ତି। 29 ଡିସେମ୍ବରରେ 1960 ଜନ୍ମ ହୋଇଥିବା ସୁରମା ଉତ୍କଳ ବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ। ତେଣୁ 1998ରୁ 2000 ଯାଏଁ ବିଜିଏମ୍ଏମ୍ ସଭାପତି ଥିଲେ। 2000-2002 ଯାଏଁ ବିଜିଏମ୍ଏମ୍ ରାଷ୍ଟ୍ରୀୟ ସଭାପତି ଥିଲେ। ବିଜୟ ଏବଂ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଓଡ଼ିଶା ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ର ଉପସଭାପତି ଥିଲେ ସୁରମା। ଏବେ ବାଚସ୍ପତି ପାଇଁ ନିର୍ବାଚନ ହେବ ଏବଂ ସୁରମା ପାଢ଼ୀ ଦେଖାଯାଉ ଆଗକୁ ଜିତୁଛନ୍ତି କି ନାହିଁ। 9 ଦଫା ଦେଇ ତହସିଲ ଅଫିସ ଘେରାଉ। ତେବେ ସବୁଠାରୁ ବଡ଼ କଥା ହେଉଛି 2023-2024 ମସିହାରେ ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ କରାଯିବା ଦାବିରେ କଳାହାଣ୍ଡି କିଷାନ ସଂଘ ଏବଂ ଜନସଂଗ୍ରାମ ସମିତି ପକ୍ଷରୁ ଗୋଲଗୋଣ୍ଡା ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଗତବର୍ଷ 2023-24 ମସିହାରେ କଳାହାଣ୍ଡି ଜିଲ୍ଲା ଗୋଲକୁଣ୍ଡା ବ୍ଲକର ହଜାର ହଜାର ସଂଖ୍ୟାର ଶସ୍ୟ ବୀମା ଟଙ୍କା ବାନ୍ଧିଥିଲେ। ଖରିଫ ସମୟରେ ଚାଷୀ ଧାନ କରିଥିଲେ ଏବଂ ସୁଦ୍ଧା ଏପର୍ଯ୍ୟନ୍ତ ମରୁଡ଼ି ଦେଖାଯାଇଥିଲା। ଏହି ମରୁଡ଼ିରେ ସମ୍ମୁଖୀନ ହୋଇଥିବା ବ୍ଲକର 28ଟି ଗୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ଚାଷୀଙ୍କୁ ତୁରନ୍ତ ଶସ୍ୟ ବୀମା ଟଙ୍କା ପ୍ରଦାନ ଦାବିରେ ତହସିଲ ଘେରାଉ କରିଛନ୍ତି। ଏବେ 9ଟି ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଲମୁଣ୍ଡା ତହସିଲରେ ଚନ୍ଦନ କୁମାର ଏନେଇ ପ୍ରଦାନ କରିଥିଲେ। ତେଣୁ ଏପର୍ଯ୍ୟନ୍ତ ଶସ୍ୟ ବୀମା କାହିଁକି ମିଳିନାହିଁ ମଧ୍ୟ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ତେବେ ଏଇଭଳିଆ ଦେଶ ବିଦେଶର ମୁଖ୍ୟ ଖବର ପାଇବା ପାଇଁ ହେଲେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।